ଯେମିତି ଆଜିର ସମୟରେ ପିଏମ୍ ମୋଦି ନିଜର ଚାଣକ୍ୟ ବୁଦ୍ଧି ଏବଂ ରଣନୀତି ଦ୍ୱାରା ବିରୋଧୀଙ୍କୁ ପରାସ୍ତ କରି ଚକ୍ରବ୍ୟୁହ ରଚନା କରନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି 6ଟି ନୀତି ମଧ୍ୟ ଆପଣଙ୍କୁ ସେମିତି ଅଜୟ କରିଦେବ। କ'ଣ କେବେ କେହି ଆପଣଙ୍କୁ ଅଣଦେଖା କରିଛନ୍ତି? କେବେ କେହି ଆପଣଙ୍କୁ ନୀଚ ଦେଖାଇଛନ୍ତି? ଆପଣଙ୍କ ଭଲ ପଣିଆର ସୁଯୋଗ ନେଇ ଆପଣଙ୍କୁ ବୋକା ଭାବିଛନ୍ତି? କିନ୍ତୁ ଆପଣ ସେତେବେଳେ ଚୁପ୍ ରହିଲେ? ଯଦି ହଁ, ତେବେ ଆଜିର ଏହି ଭିଡ଼ିଓଟି କେବଳ ଆପଣଙ୍କ ପାଇଁ। ଆଜି ଆମେ ସେହି 6ଟି ଗୁପ୍ତ ଏବଂ ସବୁଠାରୁ ବିପଜ୍ଜନକ ଚକ୍ରବ୍ୟୁହ ବିଷୟରେ କଥା ହେବା, ଯାହା ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଲେଖିଛନ୍ତି, କିନ୍ତୁ ସେ ଖୋଲିକରି କାହାକୁ କହିନାହାନ୍ତି। କାହିଁକି? କାରଣ ଏହି ଚକ୍ରବ୍ୟୁହ ଗୁଡ଼ିକ କେବଳ ଜିତିବା ପାଇଁ ନଥିଲା, ଏହା ଶତ୍ରୁର ଚିନ୍ତାଧାରା, ତାର ଚକ୍ରବ୍ୟୁହ ଏବଂ ତାର ଗର୍ବକୁ ସମ୍ପୂର୍ଣ୍ଣ ଭାଙ୍ଗିବା ପାଇଁ ଥିଲା। ସବୁଠାରୁ ଖାସ୍ କଥା ହେଉଛି, ଏହି ଚକ୍ରବ୍ୟୁହରେ ନା ତରବାରୀ ଚାଲେ ନା ପାଟିତୁଣ୍ଡ ହୁଏ। ଏଠାରେ କେବଳ ବୁଦ୍ଧି ଚାଲେ। ଆଉ ଯେତେବେଳେ ବୁଦ୍ଧି ଚାଲେ, ସାମ୍ନା ଲୋକଟି କିଛି କହିପାରେ ନାହିଁ, କେବଳ ଆଶ୍ଚର୍ଯ୍ୟ ହୋଇ ରହିଯାଏ। ତେଣୁ ଶୁଣନ୍ତୁ, ଧ୍ୟାନ ଦେଇ ଶୁଣନ୍ତୁ। ଏହି ଖେଳ ହେଉଛି ଚକ୍ରବ୍ୟୁହର ଏବଂ ଏବେ ଆପଣଙ୍କ ସମୟ ଆସିଯାଇଛି। ପ୍ରଥମ ଚକ୍ରବ୍ୟୁହ। ଯାହା ଦେଖାଯାଏ ତାହା ହୁଏ ନାହିଁ, ଆଉ ଯାହା ହୁଏ ତାହା ଦେଖାଯାଏ ନାହିଁ। ଆଚାର୍ଯ୍ୟ ଚାଣକ୍ୟ କହନ୍ତି, ନିଜର ପ୍ରକୃତ ଶକ୍ତିକୁ କେବେ ବି ସମସ୍ତଙ୍କ ସାମ୍ନାରେ ପ୍ରକାଶ କରନ୍ତୁ ନାହିଁ। ଆପଣ କ'ଣ ଭାବୁଛନ୍ତି? ଆପଣ କ'ଣ କରିପାରିବେ? ଆପଣଙ୍କ ଭିତରେ କେଉଁ ଦକ୍ଷତା ଅଛି? ଏହା ଦୁନିଆକୁ ଜଣାନ୍ତୁ ନାହିଁ। ଲୋକଙ୍କୁ ଭ୍ରମରେ ରଖନ୍ତୁ। ସେମାନେ ଭାବନ୍ତୁ କି ଆପଣ ବହୁତ ସରଳ ଏବଂ ଭୋଳା, କିନ୍ତୁ ପ୍ରକୃତରେ ଆପଣ ଭିତରେ ନିଆଁ ପରି ହୋଇ ରୁହନ୍ତୁ। କିନ୍ତୁ ସେହି ନିଆଁର ଉତ୍ତାପ ସେ ପର୍ଯ୍ୟନ୍ତ କାହାକୁ ଜଣାନ୍ତୁ ନାହିଁ, ଯେ ପର୍ଯ୍ୟନ୍ତ କେହି ଆପଣଙ୍କୁ ଜଳାଇବାକୁ ନ ଆସିଛି। ଯେତେବେଳେ କେହି ଆପଣଙ୍କୁ ଦୁର୍ବଳ ଭାବେ, ସେତେବେଳେ ଆପଣ ହସନ୍ତୁ, କାରଣ ସେତେବେଳେ ଆପଣ ନିଜର ସବୁଠୁ ବଡ଼ ଚକ୍ରବ୍ୟୁହ ଅଣ୍ଡର ଏଷ୍ଟିମେସନ୍, କାରଣ ସେତେବେଳେ ଆପଣ ନିଜର ସବୁଠୁ ବଡ଼ ଚକ୍ରବ୍ୟୁହ ଖେଳୁଛନ୍ତି। କିନ୍ତୁ ରୁହନ୍ତୁ ବନ୍ଧୁଗଣ, ଆପଣଙ୍କ ପାଇଁ ଏତେ ପରିଶ୍ରମ କରି ଭିଡ଼ିଓ ତିଆରି କରୁଛି, ତେଣୁ ଭିଡ଼ିଓକୁ ଗୋଟେ ଲାଇକ୍ ଏବଂ ସୁନ୍ଦର କମେଣ୍ଟ ତ ଆପଣ କରିପାରିବେ। ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟରେ ଜଣାନ୍ତୁ ଯେ ଆପଣ ଏହି ଭିଡ଼ିଓଟି କେଉଁଠୁ ଦେଖୁଛନ୍ତି। ଚାଲନ୍ତୁ ଭିଡ଼ିଓରେ ଆଗକୁ ବଢ଼ିବା। ଲୋକେ ଆପଣଙ୍କୁ ହାଲୁକାରେ ନିଅନ୍ତୁ। ଏହା ହିଁ ଆପଣଙ୍କର ସବୁଠାରୁ ବଡ଼ ଶକ୍ତି, କାରଣ ଯେତେବେଳେ ସମୟ ଆସିବ ଏବଂ ଆପଣ ନିଜର ପ୍ରକୃତ ରୂପ ଦେଖାଇବେ, ସେମାନେ କେବଳ ଚକିତ ହେବେ ନାହିଁ, ବରଂ ଥରି ଉଠିବେ। ଦ୍ୱିତୀୟ ଚକ୍ରବ୍ୟୁହ। ସବୁବେଳେ ପ୍ରସ୍ତୁତି ରଖନ୍ତୁ, କେବଳ ଜବାବ ଦେବା ପାଇଁ ନୁହେଁ, ଶେଷ କରିଦେବା ପାଇଁ। ଆଚାର୍ଯ୍ୟ ଚାଣକ୍ୟ କହନ୍ତି, ଶତ୍ରୁକୁ ଜବାବ ଦିଅନ୍ତୁ ନାହିଁ, ବରଂ ଯୋଜନା କରନ୍ତୁ। ଯେତେବେଳେ କେହି ଆପଣଙ୍କୁ କଷ୍ଟ ଦିଏ, ଆପଣଙ୍କୁ ତଳକୁ ଖସାଏ କିମ୍ବା ଆପଣଙ୍କୁ ଅପମାନ କରେ, ସେତେବେଳେ କିଛି କୁହନ୍ତୁ ନାହିଁ, ଚୁପ୍ ରୁହନ୍ତୁ। କିନ୍ତୁ ଭିତରେ ଭିତରେ ପ୍ରସ୍ତୁତି ଆରମ୍ଭ କରନ୍ତୁ। ତାର ଇତିହାସ, ତାର ଦୁର୍ବଳତା, ତାର ଚକ୍ରବ୍ୟୁହ ସବୁକିଛି ପଢ଼ନ୍ତୁ। ନିଜକୁ ଏତେ ପ୍ରସ୍ତୁତ କରନ୍ତୁ ଯେ ଯେତେବେଳେ ଆପଣଙ୍କ ସମୟ ଆସିବ, ଆପଣ କେବଳ ଉତ୍ତର ଦେବେନି, ବରଂ ଗୋଟିଏ ଝଡ଼ ପରି ଆସିବେ। ଆପଣଙ୍କ ପ୍ରସ୍ତୁତି ହିଁ ଆପଣଙ୍କର ଅସଲି ଚକ୍ରବ୍ୟୁହ। ଯେମିତି ଅର୍ଜୁନ ସବୁବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହୁଥିଲେ, ସେମିତି ଆପଣଙ୍କୁ ମଧ୍ୟ ପ୍ରତିଟି ଅପମାନ ଏବଂ ଆଘାତକୁ ନିଜର ଇନ୍ଧନ ବନାଇବାକୁ ହେବ। ଯେତେବେଳେ ପ୍ରସ୍ତୁତି ଶେଷ ହେବ, ସେତେବେଳେ ମାତ୍ର ଥରୁଟିଏ ଆକ୍ରମଣ କରନ୍ତୁ, ଆଉ ଏମିତି ଆକ୍ରମଣ କରନ୍ତୁ ଯେ ସାମ୍ନା ଲୋକଟି ସମ୍ଭାଳିବାକୁ ସୁଯୋଗ ପାଇବ ନାହିଁ। ତୃତୀୟ ଚକ୍ରବ୍ୟୁହ। ଶୁଣିବା ଶିଖନ୍ତୁ, କାରଣ ସବୁଠୁ ବିପଜ୍ଜନକ ଚକ୍ରବ୍ୟୁହ ନୀରବତା ଭିତରେ ଲୁଚି ରହିଥାଏ। ଚାଣକ୍ୟ କହନ୍ତି, ଯିଏ ଅଧିକ କହେ ସେ ସବୁ କିଛି ଖୋଲିଦିଏ, କିନ୍ତୁ ଯିଏ ଚୁପ୍ ରହେ ସେ ହିଁ ଖେଳ ତିଆରି କରେ। ଯଦି କେହି ଆପଣଙ୍କ ସହ ଶତ୍ରୁତା ରଖୁଛି, ତେବେ ତାର ସବୁଠୁ ବଡ଼ ଦୁର୍ବଳତା ହେଉଛି ସେ ରାଗରେ ସବୁ କିଛି କହିଦେବ ଏବଂ ଆପଣ ସେସବୁ ଶୁଣିନେବେ। ତେଣୁ ଚୁପ୍ ରୁହନ୍ତୁ। ଲୋକେ ଭାବିବେ ଆପଣ ଡରିଗଲେଣି ବା ହାରିଗଲେଣି, କିନ୍ତୁ ପ୍ରକୃତରେ ଆପଣ ସେମାନଙ୍କ ମୁଣ୍ଡ ଉପରେ ନିଜ ପାଇଁ ଜାଗା ତିଆରି କରୁଛନ୍ତି। ଆପଣଙ୍କ ନୀରବତା ହିଁ ସେମାନଙ୍କ ପାଇଁ ଭୟ ସାଜିବ। ଯେତେବେଳେ ସାମ୍ନା ଲୋକ କହୁଛି, ଆପଣ କେବଳ ଦେଖନ୍ତୁ ଏବଂ ଶୁଣନ୍ତୁ। ତାର ପ୍ରତିଟି ଶବ୍ଦ ଏବଂ ବ୍ୟବହାର ଦ୍ୱାରା ସେ ନିଜେ ହିଁ ନିଜର ଗୁମର ଖୋଲିଦେବ। ଚୁପ୍ ରହି ଜିତିବାର କଳା କେବଳ ସେଇ ଜାଣେ ଯିଏ ଚକ୍ରବ୍ୟୁହ ଖେଳିବା ଜାଣେ।
ଚତୁର୍ଥ ଚକ୍ରବ୍ୟୁହ। ଶତ୍ରୁକୁ ତାର ଅହଙ୍କାରରେ ବୁଡ଼ାଇ ଦିଅନ୍ତୁ କିନ୍ତୁ ନିଜର ପରିଚୟ ଲୁଚାଇ। ଆଚାର୍ଯ୍ୟ ଚାଣକ୍ୟ କହନ୍ତି, ଯଦି କେହି ନିଜକୁ ସିଂହ ଭାବୁଛି ତେବେ ତାକୁ ଜଙ୍ଗଲରେ ଏକା ଛାଡ଼ି ଦିଅନ୍ତୁ। ସେ ନିଜ ଗର୍ଜନରେ ହିଁ ନିଜେ ଡରିଯିବ। ବେଳେବେଳେ ସାମ୍ନା ଲୋକ ଏତେ ଅହଙ୍କାରୀ ହୋଇଥାଏ ଯେ ତାକୁ ଲାଗେ ସାରା ଦୁନିଆ ତା ପକେଟରେ ଅଛି। ସେହି ସମୟରେ ଲଢ଼ିବା ବୃଥା, ବରଂ ତାର ଗର୍ବକୁ ହିଁ ତା ପାଇଁ କବର ବନାଇ ଦିଅନ୍ତୁ। ତାକୁ ପ୍ରଶଂସା କରନ୍ତୁ, ତାକୁ ଉପରକୁ ଉଠିବାକୁ ଦିଅନ୍ତୁ, ଏତେ ଉପରକୁ ଉଠିବାକୁ ଦିଅନ୍ତୁ ଯେ ଯେତେବେଳେ ସେ ତଳକୁ ଖସିବ ସେହି ଶବ୍ଦ ଯେମିତି ସମସ୍ତେ ଶୁଣିବେ। ଆପଣଙ୍କୁ କିଛି କରିବାକୁ ପଡ଼ିବ ନାହିଁ, କେବଳ ସଠିକ୍ ସମୟକୁ ଅପେକ୍ଷା କରନ୍ତୁ। ଜଣେ ପ୍ରକୃତ ଖେଳାଳି ସେତେବେଳେ ହିଁ ଆକ୍ରମଣ କରେ ଯେତେବେଳେ ସାମ୍ନା ଲୋକଟି ନିଜକୁ ଭଗବାନ ବୋଲି ଭାବିବାକୁ ଲାଗେ। ପଞ୍ଚମ ଚକ୍ରବ୍ୟୁହ। ଯାହାକୁ ଆପଣ ହାର ବୋଲି ଭାବୁଛନ୍ତି ତାହା ପ୍ରକୃତରେ ଆପଣଙ୍କର ସବୁଠାରୁ ବଡ଼ ଚକ୍ରବ୍ୟୁହ ହୋଇପାରେ। ଚାଣକ୍ୟ ନୀତି କହେ ଯେ ପଛକୁ ହଟିବା ମାନେ ସବୁବେଳେ ହାରିଯିବା ନୁହେଁ। ବେଳେବେଳେ ଏହା ସବୁଠୁ ବଡ଼ ପ୍ରତାରଣା ବା ଛଳନା ହୋଇଥାଏ। ଧରି ନିଅନ୍ତୁ କେହି ଆପଣଙ୍କୁ ଧୋକା ଦେଇଛି, ଆପଣଙ୍କ ସମ୍ମାନ ଛଡ଼ାଇ ନେଇଛି ବା ଆପଣଙ୍କ ପରିଶ୍ରମକୁ ଲୁଟି ନେଇଛି। ସେହି ସମୟରେ ଯଦି ଆପଣ ପ୍ରତିଶୋଧ ନେବେ ତେବେ ସମସ୍ତେ ଭାବିବେ ଆପଣ ରାଗରେ ଅଛନ୍ତି, କିନ୍ତୁ ଯଦି ଆପଣ ପଛକୁ ହଟିଯିବେ ସମସ୍ତେ ଭାବିବେ ଆପଣ ଡରିଗଲେ। ସେଇଠୁ ହିଁ ଚକ୍ରବ୍ୟୁହ ଆରମ୍ଭ ହୁଏ। ପଛକୁ ହଟି ସମସ୍ତଙ୍କୁ ଭ୍ରମରେ ରଖନ୍ତୁ ଏବଂ ଧୀରେ ଧୀରେ ନିଜ ଶକ୍ତି ବଢ଼ାନ୍ତୁ। ତାପରେ ଯେତେବେଳେ ଆକ୍ରମଣ କରିବେ କେହି ବୁଝିପାରିବେନି ଯେ ଆପଣ କେତେବେଳେ ହାରରୁ ନିଜର ଜିତିବା ଚକ୍ରବ୍ୟୁହ ବନାଇଦେଲେ। ଷଷ୍ଠ ଚକ୍ରବ୍ୟୁହ। ଯଦି ଖେଳରେ ଜିତିବାକୁ ଚାହୁଁଛନ୍ତି ତେବେ ଗୋଟି ହୁଅନ୍ତୁ ନାହିଁ, ଚେସ୍ ବୋର୍ଡ ହୁଅନ୍ତୁ। ଚାଣକ୍ୟଙ୍କ ଶେଷ ଏବଂ ସବୁଠୁ ବିପଜ୍ଜନକ ଚକ୍ରବ୍ୟୁହ ହେଉଛି ଏହା। ଖେଳକୁ ଏମିତି ବୁଝନ୍ତୁ ଯେ ଆପଣ ନିଜେ ହିଁ ଖେଳ ପାଲଟି ଯାଆନ୍ତୁ। ଲୋକେ ଲଢ଼ୁଥିବେ, ଦୌଡ଼ୁଥିବେ, ଜିତିବାକୁ ଚେଷ୍ଟା କରୁଥିବେ, କିନ୍ତୁ ଆପଣ ସେମାନଙ୍କ ଉପରେ ବସି ଖେଳ ତିଆରି କରୁଥିବେ। ସମସ୍ତଙ୍କ ସହ ଲଢ଼ନ୍ତୁ ନାହିଁ, ଲଢ଼େଇକୁ ନିୟନ୍ତ୍ରଣ କରନ୍ତୁ। ଆପଣ ସ୍ଥିର କରନ୍ତୁ କିଏ ହାରିବ, କିଏ ଜିତିବ ଏବଂ କାହାକୁ ବ୍ୟବହାର କରାଯିବ। ଆପଣଙ୍କ ଚକ୍ରବ୍ୟୁହ ହିଁ ଆପଣଙ୍କ କ୍ଷମତା ପାଲଟିବ। ଯେତେବେଳେ ଲୋକେ ନିଜ ନିଜ ଚକ୍ରବ୍ୟୁହ ଖେଳୁଥିବେ ଆପଣ ପୂର୍ବରୁ ହିଁ ସେମାନଙ୍କର ଶେଷ ପଦକ୍ଷେପ ଜାଣି ସାରିଥିବେ। ସେତେବେଳେ କେବଳ ଜୟ ହେବ ନାହିଁ, ବରଂ ଏକ ସାମ୍ରାଜ୍ୟ ଗଢ଼ା ହେବ। ବନ୍ଧୁଗଣ, ଏହି 6ଟି ଚକ୍ରବ୍ୟୁହ କେବଳ ବହିରେ ନାହିଁ, ଏହା ଜୀବନରେ ମଧ୍ୟ କାମ କରେ। ଯଦି ଆପଣଙ୍କ ଜୀବନରେ କେହି ଆପଣଙ୍କୁ ବ୍ୟବହାର କରୁଛି, ବାରମ୍ବାର ଭାଙ୍ଗୁଛି ବା ଦୁର୍ବଳ ଭାବୁଛି, ତେବେ ଚୁପ୍ ରୁହନ୍ତୁ, ପ୍ରସ୍ତୁତି କରନ୍ତୁ ଏବଂ ଚାଣକ୍ୟଙ୍କ ଚକ୍ରବ୍ୟୁହ ଚଲାନ୍ତୁ। କାରଣ ଯେତେବେଳେ ଆପଣ ଚାଲାକ ହୁଅନ୍ତି ସେତେବେଳେ ଆପଣ ବୁଦ୍ଧିମାନ ନୁହେଁ ବରଂ ବିପଜ୍ଜନକ ଲାଗନ୍ତି। ଆଉ ମନେ ରଖନ୍ତୁ, ଯେତେବେଳେ ସାମ୍ନା ଲୋକ ଆଶ୍ଚର୍ଯ୍ୟ ହୋଇଯାଏ ସେତେବେଳେ ବୁଝିବେ ଚକ୍ରବ୍ୟୁହ ଠିକ୍ କାମ କରିଛି। ଯଦି ଆପଣଙ୍କୁ ଏହି ସ୍ପିଚ୍ ପସନ୍ଦ ଆସିଛି ତେବେ ଏହାକୁ ନିଜ ଭିତରେ ଉତାରନ୍ତୁ। କାହାକୁ ଜବାବ ଦେବାର ଦରକାର ନାହିଁ, କେବଳ ନିଜ ଚକ୍ରବ୍ୟୁହ ଖେଳନ୍ତୁ। ଆଚାର୍ଯ୍ୟ ଚାଣକ୍ୟ କହନ୍ତି, ଚୁପ୍ ରୁହ, ଖେଳ ଦେଖ ଏବଂ ଠିକ୍ ସମୟରେ ଚକ୍ରବ୍ୟୁହ ଚଲାଅ। ଏବେ ପ୍ରଶ୍ନ ହେଉଛି, କ'ଣ କେବଳ ଚକ୍ରବ୍ୟୁହ ଚାଲିବା ଯଥେଷ୍ଟ? କ'ଣ କେବଳ ବୁଦ୍ଧି ଖଟାଇ ଜୀବନ ଯୁଦ୍ଧ ଜିତି ହେବ? ନା, ଚାଣକ୍ୟ କହନ୍ତି, ଚାଲାକ ସେ ନୁହେଁ ଯିଏ ଗୋଟିଏ ଚକ୍ରବ୍ୟୁହରେ ଜିତିଯାଏ, ବରଂ ପ୍ରକୃତ ରାଜା ସେ ଯିଏ ପୁରା ଖେଳ ପଡ଼ିଆ ବିଛାଇ ଦିଏ ଏବଂ ନିଜେ ଖେଳକୁ କଣ୍ଟ୍ରୋଲ କରେ। ଜୀବନ ଏକ ଯୁଦ୍ଧ, କିନ୍ତୁ ଏହା ଖଣ୍ଡାର ନୁହେଁ ବରଂ ଚିନ୍ତାଧାରାର ଯୁଦ୍ଧ। ଏଠାରେ ସେଇ ହାରେ ଯିଏ ସାମ୍ନା ଲୋକର ଉଦ୍ଦେଶ୍ୟକୁ ବୁଝିପାରେ ନାହିଁ, ଆଉ ଜିତେ ସେଇ ଯିଏ ନୀରବରେ ସବୁ ଦେଖେ, ବୁଝେ ଏବଂ ସମୟ ଆସିଲେ ଆକ୍ରମଣ କରେ। ଆଜି ମୁଁ ଆପଣଙ୍କୁ ଚାଣକ୍ୟଙ୍କ ସେଇ ନୀତି ଶୁଣାଉଛି ଯାହା ବହିରେ ନୁହେଁ ବରଂ ଅନୁଭବରେ ଲେଖାଯାଇଛି। ଯେଉଁଦିନ ଆପଣ ଭାବିବାକୁ ଲାଗିବେ ଯେ ଆପଣଙ୍କୁ କେହି ଚଲାଉଛି, ସେଇଦିନ ଆପଣ ଗୋଟିଏ ଖେଳନା ବା ମୋହର ପାଲଟି ଯାଇଛନ୍ତି। ଏବେଠାରୁ ସ୍ଥିର କରନ୍ତୁ ଯେ ଆପଣ ମୋହରା ହେବେ ନାହିଁ। କେହି ଆପଣଙ୍କୁ ବ୍ୟବହାର କରିବେ ନାହିଁ, କେହି ଆପଣଙ୍କୁ ଦୋଷୀ ବୋଲି ଅନୁଭବ କରାଇ ଆପଣଙ୍କୁ ନିମନ୍ତ୍ରଣ କରିବେ ନାହିଁ। ରୁହନ୍ତୁ ବନ୍ଧୁଗଣ, ଭିଡ଼ିଓରେ ଆଗକୁ ବଢ଼ିବା ପୂର୍ବରୁ ଆମକୁ ସପୋର୍ଟ କରନ୍ତୁ। ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ।
ଆପଣଙ୍କୁ ନିଜେ ଚକ୍ରବ୍ୟୁହର ରାଜା ହେବାକୁ ପଡ଼ିବ। କେମିତି? ନିଜକୁ ମାନସିକ ଭାବେ ଏତେ ଶକ୍ତିଶାଳୀ କରନ୍ତୁ ଯେ ଲୋକେ ଆପଣଙ୍କୁ ବୁଝିପାରିବେ ନାହିଁ। ଯେତେବେଳେ ଆପଣ ଅନ୍ୟର ଚକ୍ରବ୍ୟୁହ ବୁଝିବାକୁ ଲାଗନ୍ତି, ସେତେବେଳେ ଆପଣ ନିଜେ ହିଁ ଏକ ଚକ୍ରବ୍ୟୁହ ପାଲଟି ଯାଆନ୍ତି। ପରବର୍ତ୍ତୀ ରଣନୀତି ହେଲା ଭାବନାରେ ବଶୀଭୂତ ହୋଇ ନୁହେଁ, ବରଂ ଯୋଜନା କରି ବଞ୍ଚନ୍ତୁ। ଚାଣକ୍ୟଙ୍କର ସବୁଠୁ ବଡ଼ ନୀତି ହେଲା ଭାବ ପ୍ରବଣତାର ଏବଂ ନିଷ୍ପତ୍ତି ମଧ୍ୟରେ ଏକ ସ୍ପଷ୍ଟ ସୀମା ରଖିବା। ଲୋକେ ଯେତେବେଳେ କୌଣସି କାମ କରନ୍ତି, ସେମାନେ ମୋହରେ କରନ୍ତି, ନଚେତ୍ ରାଗରେ କରନ୍ତି। କିନ୍ତୁ ଯଦି ଆପଣଙ୍କୁ ଜଣେ ଭଲ ରଣନୀତିକାର ହେବାର ଅଛି, ତେବେ ଭାବନା ବା କ୍ରୋଧରେ ଜଳନ୍ତୁ ନାହିଁ। ଆପଣଙ୍କୁ ଦେଖିବାକୁ ହେବ ଯେ କିଏ କ'ଣ କରୁଛି, କାହିଁକି କରୁଛି ଏବଂ ତା ପଛରେ ତାର ଉଦ୍ଦେଶ୍ୟ କ'ଣ। ଯଦି ଆପଣ ସବୁ କଥାରେ ଭାବପ୍ରବଣ ହୋଇ ପ୍ରତିକ୍ରିୟା ଦେବେ, ତେବେ ଦୁନିଆ ଆପଣଙ୍କୁ କଣ୍ଢେଇ ପରି ନଚାଇବ। କିନ୍ତୁ ଯଦି ଆପଣ ସବୁ ଶୁଣି ଚୁପ୍ ରହିଯିବେ ଏବଂ ମୁଣ୍ଡରେ ଗଣତି ଆରମ୍ଭ କରିଦେବେ, ତେବେ ବୁଝିଯାଆନ୍ତୁ ଆପଣଙ୍କ ଚକ୍ରବ୍ୟୁହ ଆରମ୍ଭ ହୋଇସାରିଛି। ଆପଣଙ୍କର ଉପସ୍ଥିତି ହିଁ ଆପଣଙ୍କର ସବୁଠୁ ବଡ଼ ଚକ୍ରବ୍ୟୁହ ହେବା ଉଚିତ। ବେଳେବେଳେ କିଛି କହିବାର ଆବଶ୍ୟକତା ନଥାଏ। ଆପଣଙ୍କ ନୀରବତା, ଆପଣଙ୍କ ଆଖି, ଆପଣଙ୍କ ଆତ୍ମବିଶ୍ୱାସ ଏସବୁ ସାମ୍ନା ଲୋକକୁ ଡରାଇ ଦେଇପାରେ। ଆଚାର୍ଯ୍ୟ ଚାଣକ୍ୟ କହନ୍ତି, ଯେଉଁ ସିଂହ ଗର୍ଜନ କରେ ନାହିଁ, ସେ ସବୁଠାରୁ ଅଧିକ ବିପଜ୍ଜନକ। ତେଣୁ ଦୁନିଆ ସାମ୍ନାରେ ହସନ୍ତୁ, କିନ୍ତୁ ନିଜର ଲକ୍ଷ୍ୟ କେବଳ ନିଜ ପାଖରେ ରଖନ୍ତୁ। ଆପଣଙ୍କୁ ଦେଖି ସାମ୍ନା ଲୋକ ଯେମିତି ବୁଝିପାରିବ ନାହିଁ ଯେ ଆପଣ ତା ପାଇଁ ବିପଦ ନା ତାର ରକ୍ଷକ। ଏହା ହିଁ ସବୁଠୁ ବଡ଼ ଚକ୍ରବ୍ୟୁହ। ଚାଣକ୍ୟଙ୍କ ଗୁପ୍ତ ଶିକ୍ଷା ହେଉଛି, ଯାହାକୁ ଆପଣ ବିଜୟ ଭାବୁଛନ୍ତି ତାହା କେବଳ ଆରମ୍ଭ। ଯଦି ଆପଣ କାହାକୁ ହରାଉଛନ୍ତି ତାହା ବିଜୟ, କିନ୍ତୁ ବାରମ୍ବାର ବିନା ଲଢ଼େଇରେ କାହାକୁ ନୁଆଇଁ ଦେବା ହେଉଛି ପ୍ରକୃତ ରଣନୀତି। ଦୁନିଆକୁ ପ୍ରତିଥର ଜବାବ ଦେବା ଆବଶ୍ୟକ ନାହିଁ। ବେଳେବେଳେ ସାମ୍ନା ଲୋକ ନିଜ ଚକ୍ରବ୍ୟୁହରେ ନିଜେ ଫସିଯାଏ। ଆପଣ କେବଳ ତାର ଦୁର୍ବଳତା ଚିହ୍ନନ୍ତୁ, ତାକୁ ସେହି ସ୍ଥାନକୁ ନିଅନ୍ତୁ ଯେଉଁଠି ସେ ନିଜେ ଭୁଲ କରିବ ଏବଂ ନିଜେ ହିଁ ତଳେ ପଡ଼ିବ। ଆପଣଙ୍କୁ କିଛି କହିବାକୁ ପଡ଼ିବ ନାହିଁ। ଶେଷ କଥା, ଜଣେ ପ୍ରକୃତ ମଣିଷର ସବୁଠୁ ବିପଜ୍ଜନକ ଚକ୍ରବ୍ୟୁହ ହେଉଛି ତାର ଧୈର୍ଯ୍ୟ। ଏହି ଦୁନିଆରେ ଯେଉଁ ମଣିଷ ସବୁକିଛି ସହି ଚୁପଚାପ ଆଗକୁ ବଢ଼େ, ଯିଏ ଗାଳି ଶୁଣିଲେ ବି ହସିଦିଏ, ଯିଏ ଅପମାନିତ ହୋଇ ବି ଉପରକୁ ଉଠିବା କଥା ଚିନ୍ତା କରେ, ସେ ମଣିଷ ସାଧାରଣ ନୁହେଁ, ସେ ଜଣେ ଜିଅନ୍ତା ଚାଣକ୍ୟ। ଯେଉଁଦିନ ତାର ଧୈର୍ଯ୍ୟ ଭାଙ୍ଗିବ, ସେଦିନ ସାମ୍ନା ଲୋକର ଅହଙ୍କାର, ଚକ୍ରବ୍ୟୁହ ବା ପରିଚୟ କିଛି ବି ବଞ୍ଚିବ ନାହିଁ। ତେଣୁ ଯଦି ଆପଣ ମଧ୍ୟ ବହୁତ କିଛି ସହିଛନ୍ତି, ତେବେ ଡରିବାର କିଛି ନାହିଁ। ଆପଣଙ୍କ ଚକ୍ରବ୍ୟୁହ ଚାଲିବା ସମୟ ଆସିଯାଇଛି। ଏବେ ଆସନ୍ତୁ କଥା ହେବା ସେହି ଲୋକଙ୍କ ବିଷୟରେ ଯେଉଁମାନେ ସବୁବେଳେ ଆପଣଙ୍କୁ ନୀଚ ଦେଖାନ୍ତି। ସେମାନେ ହେଉଛନ୍ତି ବିଷାକ୍ତ ଲୋକ। ଏମାନେ ଆମ ଜୀବନର ସବୁଠୁ ବଡ଼ ବୋଝ। ଏମାନେ ନିଜେ ଆଗକୁ ବଢ଼ନ୍ତି ନାହିଁ କି ଆପଣଙ୍କୁ ଆଗକୁ ବଢ଼ିବାକୁ ଦିଅନ୍ତି ନାହିଁ। ସେମାନେ ସବୁବେଳେ ଆପଣଙ୍କ ଭିତରେ ବିଷ ଢାଳନ୍ତି, କିନ୍ତୁ ଆପଣଙ୍କୁ ଜଣା ପଡ଼ିବାକୁ ଦିଅନ୍ତି ନାହିଁ। ସେମାନେ ଆପଣଙ୍କ ସଫଳତାରେ ଈର୍ଷା କରନ୍ତି ଏବଂ ବିଫଳତାରେ ଖୁସି ହୁଅନ୍ତି। ସେମାନେ ଆପଣଙ୍କୁ ଅପରାଧ ବୋଧ ଅନୁଭବ କରାଇ କଣ୍ଟ୍ରୋଲ କରିବାକୁ ଚାହାନ୍ତି। ସେମାନେ ଚାହାନ୍ତି ଆପଣ ସେମାନଙ୍କ ଇସାରାରେ ନାଚନ୍ତୁ। ତେବେ ବିଷାକ୍ତ ଲୋକଙ୍କୁ ଚିହ୍ନିବାର କିଛି ଲକ୍ଷଣ ଅଛି। ଆସନ୍ତୁ ଜାଣିବା। ପ୍ରଥମ ଲକ୍ଷଣ, ସେମାନଙ୍କ ସହ ସମୟ କାଟିବା ପରେ ଆପଣ କ୍ଳାନ୍ତ ଏବଂ ଦୁଃଖୀ ଅନୁଭବ କରନ୍ତି। ଦ୍ୱିତୀୟ ଲକ୍ଷଣ, ସେମାନେ ସବୁବେଳେ ଆପଣଙ୍କୁ ଛୋଟ ଅନୁଭବ କରାନ୍ତି ଏବଂ ସ୍ୱପ୍ନକୁ ନେଇ ମଜାକ ଉଡ଼ାନ୍ତି। ତୃତୀୟ ଲକ୍ଷଣ, ସେମାନେ ମିଠା କଥା କହି ନିଜ କାମ ହାସଲ କରନ୍ତି। ଚତୁର୍ଥ ଲକ୍ଷଣ, ସେମାନେ କେବେ ବି ଭୁଲ ସ୍ୱୀକାର କରନ୍ତି ନାହିଁ, ବରଂ ଆପଣଙ୍କୁ ଦୋଷୀ କରନ୍ତି। ମନେ ରଖନ୍ତୁ, ଆପଣ କାହାକୁ ବଦଳାଇ ପାରିବେ ନାହିଁ, ଆପଣ କେବଳ ନିଜକୁ ବଦଳାଇ ପାରିବେ। ଏପରି ଲୋକଙ୍କ ଠାରୁ ଦୂରତା ବଜାୟ ରଖନ୍ତୁ। ଏକା ରହିବା ଭଲ, କିନ୍ତୁ ଭୁଲ ଲୋକଙ୍କ ସହ ରହିବା କ୍ଷତିକାରକ। ବିଷାକ୍ତ ଲୋକ ସେତେବେଳେ ହିଁ ଶକ୍ତିଶାଳୀ ହୁଅନ୍ତି ଯେତେବେଳେ ଆପଣ ସେମାନଙ୍କୁ ଗୁରୁତ୍ୱ ଦିଅନ୍ତି। ଯେଉଁଦିନ ଆପଣ ସେମାନଙ୍କ ଠାରୁ ଧ୍ୟାନ ହଟାଇ ନେବେ, ସେମାନେ ଦୁର୍ବଳ ହୋଇଯିବେ। ଆପଣଙ୍କ ମାନସିକ ଶାନ୍ତି ସବୁଠୁ ବଡ଼ ସମ୍ପତ୍ତି। କୌଣସି ସମ୍ପର୍କ, କୌଣସି ବନ୍ଧୁତା ବା କୌଣସି ସମ୍ପର୍କୀୟ ଆପଣଙ୍କ ଶାନ୍ତି ଛଡ଼ାଇ ନେବା ଉଚିତ ନୁହେଁ।
ଯଦି କେହି ଆପଣଙ୍କୁ ବାରମ୍ବାର ଗିଲ୍ଟ ଫିଲ୍ କରାଉଛନ୍ତି ତେବେ ବୁଝିଯାଆନ୍ତୁ ଏବେ ନିଜକୁ ମୁକ୍ତ କରିବାର ସମୟ ଆସିଛି। ସୀମା ତିଆରି କରନ୍ତୁ, ନିଜ ସ୍ୱାଭିମାନ ପାଇଁ ଲଢ଼ନ୍ତୁ। ବିଷାକ୍ତ ଲୋକ କେବେ ବି ସାମ୍ନାରୁ ଆକ୍ରମଣ କରନ୍ତି ନାହିଁ, ସେମାନେ ପଛରେ ଛୁରୀ ମାରନ୍ତି। ମୁହଁରେ ହସ ରଖି ଆପଣଙ୍କ ଜୀବନକୁ ନର୍କ ବନାଇ ଦିଅନ୍ତି। ଏମାନେ ସେତେବେଳେ ଖୁସି ହୁଅନ୍ତି ଯେତେବେଳେ ଆପଣ ଭାଙ୍ଗି ପଡ଼ନ୍ତି। ସେମାନଙ୍କ ପାଇଁ ଆପଣଙ୍କ ଉନ୍ନତି ଏକ ଅପମାନ ପରି। ଆଜିଠାରୁ ସ୍ଥିର କରନ୍ତୁ ନିଜକୁ ଶକ୍ତିଶାଳୀ କରିବେ ଏବଂ କୌଣସି ବିଷାକ୍ତ ବ୍ୟକ୍ତିଙ୍କୁ ଆପଣଙ୍କ ଶକ୍ତି ଛଡ଼ାଇବାକୁ ଦେବେ ନାହିଁ। ଆପଣ କାହାର ବିଷ ପିଇବାକୁ ଜନ୍ମ ହୋଇନାହାନ୍ତି, ଆପଣ ନିଜ ଜୀବନକୁ ସୁନ୍ଦର କରିବାକୁ ଜନ୍ମ ହୋଇଛନ୍ତି। ମନେ ରଖନ୍ତୁ, ହସୁଥିବା ପ୍ରତିଟି ମୁହଁ ଆପଣଙ୍କ ନିଜର ନୁହେଁ। ତେଣୁ ବିଶ୍ୱାସ କରିବା ପୂର୍ବରୁ ସେମାନଙ୍କର ସ୍ୱଭାବକୁ ପରଖନ୍ତୁ। ଚୁପ୍ ରୁହନ୍ତୁ, ନିଜର ଉଦ୍ଦେଶ୍ୟ କାହାକୁ କୁହନ୍ତୁ ନାହିଁ ଏବଂ ସଠିକ୍ ସମୟରେ ନିଜର ଚକ୍ରବ୍ୟୂହ ଚଲାଇ ପୁରା ଦୁନିଆକୁ ଜଣାଇ ଦିଅନ୍ତୁ ଯେ ଆପଣ କ'ଣ